ଆରେ ହେ ତପି ମିଶ୍ରର ଫ୍ୟାନ ତପି ମିଶ୍ରକୁ ମାନୁଥିବା ଆଉ ତପି ମିଶ୍ରର ଚାଟୁକାରୀ କରୁଥିବା ସମସ୍ତଙ୍କୁ କହି ରଖେ। ଫାଇନାଲି ଫାଇନାଲି ତପି ମିଶ୍ର ନୀଳୁଆ ନାଳୁଆ କହୁଥିବା ବ୍ୟକ୍ତି ମାନେ ତପି ମିଶ୍ର ପାଖରେ ଥାଇ ବା ତପି ମିଶ୍ରକୁ ସପୋର୍ଟ କରୁଥିବା ସମସ୍ତେ ନୀଳୁଆ ନାଳୁଆ କହୁଥିବା ଲୋକମାନେ ଫାଇନାଲ ନୀଳୁଆ ନାଳୁଆ ମାନଙ୍କର କଣ କଲ? ଚାଟିଲ। କହିଥିଲି ଆରେ ରଣା ବୁଲି ବୁଲି ତୁ ସେଇ ଅଗଣା, ଆରେ ରଣା ବୁଲି ବୁଲି ତୁ ସେଇ ଅଗଣା। ଫାଇନାଲି ନୀଳ ବାଲାକୁ ନ ଧରିଲେ କିଛି ହେଇପାରିବ ନାହିଁ। ପୁଣି କହିଦଉଛି, ଧର୍ମ କେବେ ସମ୍ବିଧାନକୁ ବଞ୍ଚେଇ ପାରିବ ନାହିଁ। ଯେକୌଣସି ଧର୍ମ କେବେ ସମ୍ବିଧାନକୁ ବଞ୍ଚେଇ ପାରିବ ନାହିଁ। ଆପଣ ହିନ୍ଦୁ ଧର୍ମ ହଉ, ମୁସଲିମ ଧର୍ମ ହଉ, ଶିଖ ଧର୍ମ ହଉ, ଇସାଇ ଧର୍ମ ହଉ, ଜୈନ ଧର୍ମ ହଉ, କିନ୍ତୁ ସମ୍ବିଧାନ ସବୁ ଧର୍ମକୁ ବଞ୍ଚେଇ ପାରିବ। ମନ ରଖିଥାନ୍ତୁ, ଯୋଉମାନେ ସମ୍ବିଧାନକୁ ଫିଙ୍ଗିଦବା କଥା କହୁଛନ୍ତି, ଯଦି ସମ୍ବିଧାନ ଅଛି ତାହେଲେ ସବୁ ଧର୍ମ ମଧ୍ୟ ଅଛି। ଯଦି ଧର୍ମକୁ ସମ୍ବିଧାନକୁ କାଢିଦବା କଥା କହିବା ତାହେଲେ ଧର୍ମ ଆଉ ରହିବନି, ସବୁ କନ୍ଭର୍ଟ ହେଇଯିବେ। ବୁଝିଲେ? ସମ୍ବିଧାନ ସବୁ ଧର୍ମକୁ ପ୍ରୋଟେକ୍ଟ ଦଉଛି, କିନ୍ତୁ କୌଣସି ଧର୍ମ ସମ୍ବିଧାନକୁ ପ୍ରୋଟେକ୍ଟ ଦଉନି। ଯୋଉମାନେ ନୀଳୁଆ ନାଳୁଆ ବାଲା କହୁଛ, ଆଉ ତପି ମିଶ୍ର ବି ନୀଳ ନାଳୁଆ ଗାମୁଛା ମାନଙ୍କୁ ପାଖରେ ରଖିଲାଣି। ଫାଇନାଲି ଚାଟିଲ ତମେ। ବିଏନ ରାଓକୁ ବୋପା କହୁଥିବା ଲୋକ ଆମ୍ବେଦକରକୁ ରାତାରାତି ବୋପା କରିଦେଲା। ତା ସାଥିରେ ଯୋଉ ତମେ ଗୋଟେ ବାଘ ଡେଇଲା 12 ହାତେ, ଟିଙ୍କ ଡେଉଛ ସବୁ 12 ହାତେ, ତମେ ସବୁ କଣ ମନକୁ ତମ ନାଁ ଚଳା ଦିଆହେଇଛି ଅନ୍ଧଭକ୍ତ। ଯିଏ ଦେଇଛି ତାକୁ ମାନିବାକୁ ପଡିବ। ବୁଝିଲ? କଣ କହୁଥିଲା ତପି ମିଶ୍ର ଗୋଟେ, ଯେ ନାଥୁରାମ ଗୋଡସେ ହିରୋ। ଆବେ ଶଳା, ତୋରି ଭଳିଆ ଗଜମୂର୍ଖ ଯଦି ଥିବେ ତାହେଲେ ନାଥୁରାମ ଗୋଡସେକୁ ହିରୋ କହିବେ, ଆଉ ସେଇ ଯୋଉ ଚଟି ବହି ସବୁ ପଢୁଛ ତମେ, ସେଇ ଲୋକମାନେ ସବୁ ନାଥୁରାମ ଗୋଡସେକୁ ହିରୋ କହିବେ। ଯୋଉ ତେରେ ହାଫ ପ୍ୟାଣ୍ଟ ପିନ୍ଧିକି ଯାଉଛ। କାହିଁ କହିଲି? ନାଥୁରାମ ଗୋଡସେ ହିରୋ ନୁହଁ, ବିଗ ଜିରୋ। ପର୍ସନାଲ ଦୁଶ୍ମନୀ ପାଇଁ ଗାନ୍ଧିଜୀକୁ ହତ୍ୟା କରିଥିଲା, ଦେଶ ପାଇଁ କେବେ ଗାନ୍ଧୀକି ହତ୍ୟା କରିନଥିଲା। ସେଟା ମୂର୍ଖ ଦଳ। ଆରେ ଶଳା ମୂର୍ଖ, ନାଥୁରାମ ଗୋଡସେ ପର୍ସନାଲ ପାଇଁ ଗାନ୍ଧୀକି ହତ୍ୟା କରିଥିଲେ। ଭାରତର ଉନ୍ନତି ଏବଂ ଭାରତର ପ୍ରଗତି ଏବଂ ଦେଶ ଭକ୍ତ ପାଇଁ ଗାନ୍ଧିଜୀକୁ ହତ୍ୟା କରିନଥିଲେ। ଆପଣଙ୍କୁ ତାର ଉଦାହରଣ ମୁଁ ମଧ୍ୟ ରଖିଦଉଛି। ଶଳା ମୂର୍ଖ ଦଳ। ଆରେ ଚଟି ବହି ତ ପଢିଛ, ଜାଣିବ କଣ? ଯେଉଁମାନେ ନାଥୁରାମ ଗୋଡସେକୁ ବାପ ବୋଲି ମାନୁଛ ବା ନାଥୁରାମ ଗୋଡସେକୁ ହିରୋ ବୋଲି ମାନୁଛ, ମୁଁ ସମସ୍ତଙ୍କୁ କହିବାକୁ ଚାହେଁ, ରାମଚନ୍ଦ୍ରଙ୍କର ସମସ୍ତେ ଯଦି ଆମେ ପୁତ୍ର ହୁଏ, ଆମ ନିଜ ନିଜ ଭିତରେ ଭାଇ ଭାଇ, ଆମ ନିଜ ନିଜ ଭିତରେ ଭାଇ ଭାଇ, ସବୁ ହିନ୍ଦୁ ବା ସବୁ ସନାତନ ତମ କଥାର ହଉ ଭାଇ ଭାଇ। କିନ୍ତୁ ଭାଇ ଯଦି ଭୁଲ ରାସ୍ତାରେ ଗଲା, ଧରି ନିଅନ୍ତୁ ଗାନ୍ଧିଜୀ ଯଦି ଭୁଲ ରାସ୍ତାରେ ଗଲେ, ହଁ, ଜିନା କଥାରେ ପଡି ମୋ ଭାଇ ଯଦି ଭୁଲ ରାସ୍ତାରେ ଯିବ, ମୋ ଭାଇକୁ କଣ ମୁଁ ଗୁଳି କରି ମାରିଦେବି? ଆରେ ଶଳା ମୂର୍ଖ ଦଳ, ଭାଇକି ଯିଏ ଖରାପ ରାସ୍ତାରେ ନଉଥିବ ତାକୁ ଗୁଳି କରି ମାରିଦେବି। ମୂର୍ଖ ତମେ ଶଳା, ଏଡେ ଗଧ ମୂର୍ଖ ନା, ଏଇଗୁଡାକ ବୁଝିପାରୁନ। ଯିଏ ନିଜ ଭାଇକୁ ମୋର ଖରାପ ରାସ୍ତାରେ ନେଇଯାଉଛି, ସେ ଲୋକଟାକୁ ଆଗ ମୁଁ ମାରିବି, ମୋ ଭାଇକି ମୁଁ ମାରିବିନି। ତ ନାଥୁରାମ ଗୋଡସେ କଣ କରିଥିଲେ? ଗାନ୍ଧିଜୀକୁ ଆଗ ମାରି ଦେଇଥିଲେ। କାହିଁ ସେଠି କଣ ତାଙ୍କ ଆଖିରେ କଣ ଜିନାକୁ ଦେଖା ଯାଉନଥିଲେ ମାରିବା ପାଇଁ? ଶଳା ମୂର୍ଖ ଦଳ। ଆରେ ତମକୁ ସେଇଥିପାଇଁ କୁହନ୍ତି ଚଟି ବହି ପଢା ଅନ୍ଧଭକ୍ତ। କଣ? ଚଟି ବହି ପଢା ଅନ୍ଧଭକ୍ତ, ଯୋଉମାନେ ନାଥୁରାମ ଗୋଡସେକୁ ହିରୋ ବୋଲି ମାନୁଛ, ତପି ମିଶ୍ର ବୁଦ୍ଧିର କଥାରେ ହିରୋ କହୁଛ। ଆରେ ଆମେ ଯଦି ଭାଇ ଭାଇ ହୁଏ, କେବେ ଆମ ନିଜ ଭାଇ ଯାଉଥିବା ଖରାପ ରାସ୍ତାକୁ ଆମେ ତାକୁ ମାରିବା ନାହିଁ। ତାକୁ ଖରାପ ରାସ୍ତାରେ କିଏ ନଉଛି ତାକୁ ମାରିଦବା। ମୁଳୁରୁ ମାଇଲେ ଜୀବ ସରି, ତମରି ୱାର୍ଡ ଅଛି ରେ ବାପ। ବୁଝିଲ କି? ମୁଳୁରୁ ମାଇଲେ ଜୀବ ସରି। ତ ଆଗ ରୁଟ୍ ଅଫ୍ କଜ୍ ଟାକୁ ଦେଖିବାକୁ ପଡିବ। ନାଥୁରାମ ଗୋଡସେକୁ ଯୋଉମାନେ ହିରୋ ବୋଲି ଭାବନ୍ତି, ଆତଙ୍କବାଦୀ ଟାକୁ, ସେଇମାନଙ୍କୁ ସମସ୍ତଙ୍କୁ କୁହେ, ଏଥରକ ତମ ଗାଣ୍ଡି ଟାକୁ ଜଳିଆ ହବ, ରେଡି ହେଇକି ଥ।